ଆରେ सोना କୋଉଠି ଆସୁନ ଗୋଟେ ଆଇଡି ମ୍ୟାଚ୍ ଖେଳିବାକୁ ଯିବା। ପର ମ୍ୟାଚ୍ 2000 ଟଙ୍କା ଦେବେ ବୋଲି କହୁନ୍ତି। ନାଇଁ ବା ଜଗତ ଭାଇ, ମୁଁ ବା ତାଳଚେରରେ ଅଛି, ମୁଁ କ'ଣ ଯାଇପାରିବି? ତମେ ଯାଅ। ଆରେ सोना କୋଉଠି ତୁ? ମୁଁ କ'ଣ କହୁଥିଲି କି ଆଜି ତ ମ୍ୟାଚ୍ ନାହିଁ, ଚାଲୁନ ଟିକେ ମୁଭି ଦେଖିବାକୁ ଯିବା। ଘରେ ବସି ବସି ବୋରିଂ ଲାଗିଲାଣି। ଆରେ ଭାଇ ମୁଁ କେମିତି ଯିବି? ମୁଁ ବା ତାଳଚେରରେ ଅଛି, ତମେ ମାନେ ଯାଅ, ମୁଁ ଯାଇପାରିବିନି ଆଉ। 5 minutes later. सोना भाई କିରା କୋଉଠି ତମେ? ଆସୁନ ରୁମ୍ରେ କେହି ନାହାନ୍ତି, କିରା ଚିକେନ କଷାଟେ କରିବା, ମଷ୍ଟର ଦୁଇଟା ଆଣିବା, ଦି ଭାଇ ହାଲକେଇ ହାଲକେଇ ପିଇବା, ଯେମିତି କେହି ଜାଣିବେନି। ଆସୁନ ଆସ। ନାଇଁ ରେ ସାଙ୍ଗ, ମୁଁ ଏବେ ତାଳଚେରରେ ଅଛି, ମୁଁ ଭୁବନେଶ୍ୱର ଯାଇନି। ଭୁବନେଶ୍ୱର ଗଲେ କଷାଟେ କରିବା। କିରା सोना ଭାଇ ମ୍ୟାଚ୍ ତ କେବେଠୁ ସରିଲାଣି, ତମେ ସେବେଠୁ ତାଳଚେରରେ କିରା କ'ଣ କରୁଛ? ଘରକୁ ଯାଇନ କି? ଆରେ ଘରକୁ ଯାଇକି କ'ଣ କରିବି? ଏଠି ତ ଖାଉଛି ପିଉଛି ଶୋଉଛି ଆରାମସେ ଅଛି। ଘରକୁ ଯାଇ କ'ଣ ପାଇଁ ପଇସା ଖର୍ଚ୍ଚ କରିବି ମୋର? ଏଠି ମାଗଣାରେ ଭଲ ମନ୍ଦ ଖାଇବାକୁ ମିଳୁଛି, ନୋ ଟେନସନ୍, କିଛି ଦରକାର ନାହିଁ ଘରକୁ ଯିବା। କିରା ମାନିବାକୁ ପଡ଼ିବ ତମକୁ, ରାଜପୁଅ ହେଇକି ତାଳଚେରରେ ଅଛ। କିରା ଭାଗ୍ୟରେ ଥିଲେ ଏମିତି ମାଲିକ ଖଣ୍ଡେ ମିଳେ। ମୁଁ କ'ଣ ଶୁଣୁଥିଲି ତମ ମାଲିକ ତମକୁ 10,000 ଟଙ୍କିଆ ଜୋତା ଦେଉଛି? ହେ ଖାଲି କ'ଣ ଜୋତା, ଆମକୁ ତ କେତେ କ'ଣ ମିଳୁଛି। ମୋବାଇଲ ରିଚାର୍ଜଠୁ ଆରମ୍ଭ କରି ଚଡ଼ି ବି ମିଳୁଛି, ସେଇଟା ବି ଆମକୁ ଫ୍ରି। ଆରେ ପାଗେଳା, ଯାହା ନେବାର ଅଛି ଏବେଠୁ ନେଇଯାଉଛି। ଆଗ ବର୍ଷ ଟିମ୍ ଥିବ କି ନାହିଁ ମୋର ବି ଡାଉଟ୍ ଅଛି। ଆରେ ବା, ଧନ୍ୟ ଧନ୍ୟ ତମ ବୁଦ୍ଧିକୁ। କିରା ଆମକୁ ଟିକେ ତମ ପାଦ ଧୂଳି ଦିଅ, ମୁଁ ତାକୁ ଚନ୍ଦନ କରିକି ମୁଣ୍ଡରେ ଗାଣ୍ଠିରେ ଲଗେଇବି। ଓ ବୋଲୋ, ମରିଗଲି ଲୋ, ମରିଗଲି ଲୋ। ଏଇଠି सोनाई, ଚାଲୁନ ଘରକୁ ଯିବା। ତମେ ତ ମସ୍ତ ଆରାମରେ ଖାଇକି ବସୁଛ, ମୁଁ ଖାଲି ଘର କାମ କରୁଛି। ମୋତେ ଏଇଠି କେହି ବି ରେସ୍ପେକ୍ଟ ବି ଦେଉନାହାନ୍ତି, ମନ ଇଚ୍ଛା ଖାଇବାକୁ ଦେଉଛନ୍ତି, କହୁଛନ୍ତି ଇଚ୍ଛା ହେଲେ ଖା, ନହେଲେ ଘରକୁ ଯା। ଆରେ ଏ କାଳିଆ ବୁଆ ମଣ୍ଟୁ, ମୁଁ ଗୋଟେ କ୍ୟାପ୍ଟେନ୍, ତୁ ଗୋଟେ ସାମାନ୍ୟ ପ୍ଲେୟାର ହେଇକି ତୁ ମୋ ସହ କମ୍ପେୟାର ହେବାକୁ ଚେଷ୍ଟା କରୁଛୁ? ତତେ ଭଲ ଦଶା ନାହିଁ କିରେ? ଗୋଟେ କଲ୍ କରିବି ଏବେ ତ ରେଟ୍ କମିଦେବି। ଯା ଯା ଜଲ୍ଦି ଯା, ମୋ ପାଇଁ ଟିକେ ଚିଲି ଚିକେନ୍ କର, ମୁଁ ରୁଟି 200ଟା ଖାଇବି। सोना ବାବୁ ଚା ନିଅ। सोना ବାବୁ ମୁଁ କ'ଣ କହୁଥିଲି କି, ଏବେ ତ ଆମର ମ୍ୟାଚ୍ କିଛି ନାହିଁ, ଯାଉନ ଟିକେ ଘର ଆଡ଼େ ବୁଲିକି ଆସିବ। କେତେ ଦିନ ଆଉ ଏଇଠି ପଡ଼ିକି ଖାଇବ? ମୋତେ ବି ଭଲ ଲାଗୁନି। ଏ ହେ, ପୁଣି ଯେ ଘର କଥା କହିଲ, ଘରକୁ ଯାଇକି କ'ଣ କରିବି? ଏଇଠି ରହିବି, ଆଇଡି ମ୍ୟାଚ୍ ଖେଳିବି ବୁଲିକି। ଆଇଡି ମ୍ୟାଚ୍ରେ ଭଲ ପଇସା ମିଳୁଛି। ମୁଁ ଘରେ କହିକି ଆସିଛି ଗୋଟେ ମାସ ମୁଁ ତାଳଚେରରେ ରହିବି ବୋଲି। କ'ଣ ଗୋଟେ ମାସ? ଆରେ ବାପ ରେ ବାପ, କି କ୍ୟାପ୍ଟେନ୍ କଲିରେ ତତେ। ତୁ କ'ଣ ତାଳଚେର ଛାଡ଼ିକି ଯିବାର ନାଁ ହିଁ ଧରୁନୁ। ତୋ ପଛରେ ଯେତିକି ଟଙ୍କା ଖର୍ଚ୍ଚ କରୁଛି, ସେତିକି ପଇସାରେ ମୋର 3ଟା ଟୁର୍ଣ୍ଣାମେଣ୍ଟର ଏଣ୍ଟ୍ରି ଫିସ୍ ହେଇସାରନ୍ତାଣି। କ'ଣ ଆଉ କରିବି, ଦୁଃଖ ତମ ଭାଗ୍ୟରେ ଲେଖା ଆଉ। ବୁଝିଲ ଚିତ୍ତ ଭାଇ, ତମେ ଜମା ଟେନସନ୍ ନିଅନି। ତାଳଚେରରେ ତମ ଇଜ୍ଜତ ଆମେ କେମିତି ବଢ଼ଉଛୁ ତମେ ଖାଲି ଦେଖିବ। ହଉ ଛାଡ଼ ସେ କଥା, ଆଜି ଟିକେ ମଟନ୍ ଆଣ, ବହୁତ ଦିନ ହେଲାଣି ମଟନ୍ ଟିକେ ପାଟିରେ ବାଜିନି। 2 ଜଣ ମଟନ୍ ଟିକେ କଷିକି ରାତିରେ 2 ପ୍ୟାକ୍ ମାରିକି ଶୋଇବା। ବାବୁରେ ଏମିତି କହି କହି 2ଟା ଟୁର୍ଣ୍ଣାମେଣ୍ଟ ଏଇଠି ହାରିଲେଣି। ଆଜି ବି ଜରିପଡ଼ା ଟୁର୍ଣ୍ଣାମେଣ୍ଟଟା ଆମେ ହାରିଗଲେ। ଯାହା କରିବା କଥା ଟିକେ ଜଲ୍ଦି କର। ଯାହା ମୁଁ ଆମେରିକାରୁ ପଇସା ଆଣିଥିଲି ସେତକ ବି ସରିବା ଉପରେ ଆଇଲେଣି। ଓହୋ ଚିତ୍ତ ଭାଇ, ତମେ କାହିଁ ଏମିତି ଉଚ୍ଛନ୍ନ ହୋଇଯାଉଛ? ଆଗକୁ ଦେଖ କ'ଣ ହେଉଛି। ଏ 2ଟା ଟୁର୍ଣ୍ଣାମେଣ୍ଟ ହାତରୁ ଯାଇଛି ତ, ଏ 10ଟା ଟୁର୍ଣ୍ଣାମେଣ୍ଟ ଆମେ ଚମ୍ପିଆନ୍ କରିଦେବୁ। ତମେ ଖାଲି ଘର ଫାଙ୍କା ରଖ, ଟ୍ରଫି ନେଇକି ରଖିବ। ହଉ ଗଲା କଥା ଗଲା, ଏଥର ଟେନସନ୍ ନିଅନି। 2ଟା ଖଣ୍ଡେ ବିୟର୍ ଆଣ, ଚିଲ୍ ବିୟର୍ ମାରିକି ଶୋଇବା। ହେ सोना ଭାଇ, ହେ ଚିତ୍ତ ଭାଇ, ମୋ ପାଇଁ 2ଟା ଖଣ୍ଡେ ମଷ୍ଟର ଆଣୁନ। ଗଳା ଗରା ଶୁଖିଗଲାଣି, ବହୁତ ଦିନ ହେଲାଣି ପିଇନି, ମୋ ପାଇଁ 2ଟା ଆଣ। ଆରେ ଏ କାଳିଆ ମଣ୍ଟୁ, ଗୋଟେ ମାଲିକ ଆଉ କ୍ୟାପ୍ଟେନ୍ କଥା ହେଲା ବେଳେ ମଝିରେ ତୁ ଛୁଆଟା କାହିଁ ପାଟି କରୁଛୁ? ତତେ 1000 ଟଙ୍କିଆ ପ୍ଲେୟାରରୁ 300 ଟଙ୍କିଆ ପ୍ଲେୟାର କରିଦେବି, ବୁଝିଲୁ? ଦେଖନ୍ତୁ ଭାଇ ଓ ଭଉଣୀମାନେ, ଏହି ଭିଡ଼ିଓଟି ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ଅଟେ। କେବଳ ସମସ୍ତଙ୍କ ମନୋରଞ୍ଜନ ପାଇଁ ଏ ଭିଡ଼ିଓଟି କରିବାର ମୋର ମୂଳ ଲକ୍ଷ୍ୟ। ତେଣୁ ଦୟାକରିକି ଆପଣମାନେ ଏହି ଭିଡ଼ିଓଟିକୁ ଦେହକୁ ନେବେ ନାହିଁ। ଏତେ ଆପଣଙ୍କର କ୍ରିକେଟ୍ ମାଫିଆ।